ପିଲାମାନେ ଏବେ ଆମେ କିଛି ଚିତ୍ର ଦେଖିବା। ଏଠି ଦେଖିଲ କାହାର ଚିତ୍ର? ଇଏ ହେଉଛନ୍ତି ଜେଜେବାପା, ଇଏ ହେଲେ ଜେଜେମା, ତାପରେ ଇଏ ହେଲେ ବାପା, ଆଉ ତାଙ୍କ ପାଖରେ ଅଛନ୍ତି ମା, ତାପରେ ଆସିଲେ ଭାଇ, ଇଏ ହେଲେ ଭଉଣୀ। ତାହେଲେ ଆମେ ଏବେ ଜାଣିବା ଏମାନେ ସମସ୍ତେ କେଉଁଠି ରହନ୍ତି। ଏମାନେ ଯେଉଁଠି ରହନ୍ତି ତାକୁ କୁହାଯାଏ ପରିବାର। ପରିବାର କହିଲେ ଯେଉଁଠାରେ ବାପା, ମା, ଭାଇ, ଭଉଣୀ, ଜେଜେବାପା ଓ ଜେଜେମା ଏକାଠି ମିଶି ରହନ୍ତି ତାକୁ ପରିବାର କୁହାଯାଏ। ଆଉ କିଛି ପରିବାରରେ ବହୁତ ଲୋକ ଥାଆନ୍ତି। ଏହି ଚିତ୍ରରେ ଦେଖିଲ ଏଇଠି କିଏ କିଏ ଅଛନ୍ତି? ଜେଜେବାପା, ଜେଜେମା, ବଡ଼ ବାପା, ବଡ଼ ମା, ବାପା, ମା, ଦାଦା, ଖୁଡ଼ି ଏବଂ ସବୁ ପିଲାମାନେ ଏକାଠି ମିଶି ରହୁଛନ୍ତି। ଏହାକୁ କୁହାଯାଏ ବଡ଼ ପରିବାର ବା ଯୌଥ ପରିବାର। ସେହିପରି ଆଜି ଆମର ଯେଉଁ ଝୁଲଣା 1 ବହିରେ କିଛି ଚିତ୍ର ଅଛି। ସେ ଚିତ୍ରକୁ ଦେଖି ଆମେ କିଛି କଥା ହେବା। ସେ ଚିତ୍ରରେ ମଧ୍ୟ ପରିବାର ବିଷୟରେ କୁହାଯାଇଛି। ଦେଖ ଏହି ଚିତ୍ରରେ ଘରଟି କେତେ ସୁନ୍ଦର ସଜା ହୋଇଛି ଏବଂ ପରିଷ୍କାର ପରିଚ୍ଛନ୍ନ ଅଛି। ଆମେ ମଧ୍ୟ ଆମ ଘରକୁ ସବୁବେଳେ ସଫାସୁତୁରା ରଖିବା। ଏହି ଚିତ୍ରରେ ଦେଖ ବାପା ଓ ଭଉଣୀ ଚିତା ପକାଉଛନ୍ତି। ଭାଇ ମଧ୍ୟ ଚିତା ପକାଇବାକୁ ଇଚ୍ଛା କରୁଛି। ମା ପାଖରେ ବସି ଦେଖୁଛନ୍ତି। ମାଙ୍କ ପାଖରେ ପୁଷି ବିଲେଇଟିଏ ବସିଛି। ଜେଜେବାପା ବଙ୍କୁଲି ବାଡ଼ି ଧରି ଠିଆ ହୋଇ ସବୁ ଦେଖୁଛନ୍ତି। ଏପଟେ ଦେଖ ଗୋଟିଏ ପାତ୍ରରେ ପାଣି ଅଛି ଏବଂ ପକ୍ଷୀମାନେ ପାଣି ପିଉଛନ୍ତି। ଏବେ ଖରା ଦିନ ନା, ତେଣୁ ଆମେ ମଧ୍ୟ ଆମ ଘର ବାହାରେ କିଛି ପାଣି ରଖିଦେବା। ଗୋଟିଏ ଜାଗାରେ କିଛି ପାଣି ରଖିଦେବା। ଆଉ ବାହାରେ ଯେଉଁ ପଶୁପକ୍ଷୀମାନେ ବୁଲୁଛନ୍ତି ତାଙ୍କୁ ବି ଶୋଷ ହେଉଛି, ତେଣୁ ସେମାନେ ସେହି ପାତ୍ରରୁ ପାଣି ପିଇବେ ଆଉ ଆମ ଉପରେ ବହୁତ ଖୁସି ହେବେ। ଏଠି ଦେଖ କୁଣ୍ଡରେ କିଛି ଗଛ ଲଗା ହେଇଛି। ଆଉ ଏପଟେ ଭାଇଟିଏ ଗିଲି ଦଣ୍ଡା ଖେଳ ଖେଳୁଛି। ଗିଲି ଦଣ୍ଡା ଖେଳ କ'ଣ ଜାଣିଛ? ଦୁଇଟି ବାଡ଼ିରେ ଗିଲି ଦଣ୍ଡା ଖେଳ ଖେଳାଯାଏ। ଆମେ ବି ପାଠ ପଢ଼ି ସାରିଲା ପରେ ପଡ଼ିଆକୁ ଯାଇ ଗିଲି ଦଣ୍ଡା ଖେଳ ଖେଳିବା। ଏଇଠି ଦେଖ ଭଉଣୀଟିର ଗୋଡ଼ ଖରାପ ଥିବାରୁ ସେ ବାଡ଼ିଟିଏ ଧରି ଛିଡ଼ା ହୋଇ ଭାଇର ଖେଳକୁ ଦେଖୁଛି। କୁକୁରଟି ମଧ୍ୟ ବସି ଭାଇର ଖେଳକୁ ଦେଖୁଛି। ଏପଟେ ଗଛରେ ଧଳା ଧଳା ଫୁଲ ସବୁ ଫୁଟିଛି। ଏବେ ଆମେ ଦ୍ୱିତୀୟ ଚିତ୍ରକୁ ଦେଖିବା। ଏ ଦ୍ୱିତୀୟ ଚିତ୍ରରେ ଦେଖ ଜେଜେମା ଛୋଟ ଶିଶୁକୁ ତେଲ ମାଲିସ କରିଦେଉଛନ୍ତି। ବାପା ଗାଧୋଇ ସାରି ତୁଳସୀ ଚଉରାରେ ପାଣି ଦେଉଛନ୍ତି। ଆଉ ଭଉଣୀ ମଧ୍ୟ ତୁଳସୀ ଚଉରା ପାଖରେ ହାତ ଯୋଡ଼ି ଠିଆ ହୋଇଛି। ଭାଇଟିଏ ଗୋଲି ଖେଳ ଖେଳୁଛି। ଭଉଣୀର ଗୋଡ଼ ଠିକ୍ ନଥିବାରୁ ସେ ହୁଇଲ୍ ଚେୟାରରେ ବସି ଭାଇର ଖେଳ ଦେଖୁଛି। ସେ ଚାଲିପାରୁନି, ତେଣୁ ସେ ହୁଇଲ୍ ଚେୟାର ଉପରେ ବସିଛି। ଆଉ ବାପା ଭାଇ ମିଶି ସ୍କୁଟର ଧୋଉଛନ୍ତି। ଏଇଠି ଦେଖ ଗୁହାଳ ଭିତରେ ଗାଈଟିଏ ଅଛି। ଆଉ ଭାଇ ସେ ଗାଈକୁ ଘାସ ଖାଇବାକୁ ଦେଉଛି। ଆମେ ସେହିପରି ପଶୁମାନଙ୍କୁ ଆମ ଖାଦ୍ୟରୁ କିଛି କିଛି ଖାଇବାକୁ ଦେବା। ଗଛରେ ଦେଖ କେତେ ଗୁଡ଼ାଏ ଆମ୍ବ ଫଳିଛି। ଆଉ ଆମ୍ବ ପାଚି ଲାଲ ଦେଖାଯାଉଛି। ଏଠି ତଳେ ଦେଖିଲ ମା କୁକୁଡ଼ା ସହିତ ଚିଆଁ ଗୁଡ଼ିକ ବୁଲୁଛନ୍ତି। ଛୋଟ ଛୋଟ କୁକୁଡ଼ା ଛୁଆକୁ ଚିଆଁ କୁହାଯାଏ। ଆଉ ଏଇଠି ଦେଖ ଏଇ ଗାଁରେ ଆମ ଘର ପରି ଆହୁରି ଅନେକ ଘର ଅଛି। ଆଉ ପ୍ରତି ଘରେ ଗୋଟିଏ ଗୋଟିଏ ପରିବାର ରହୁଛନ୍ତି।
ଦେଖିଲ ଆମ ଗାଁର ଦୃଶ୍ୟ କେତେ ସୁନ୍ଦର ଦେଖାଯାଉଛି ନା। ଗାଁ ପାଖରେ ପାହାଡ଼ଟିଏ ଅଛି। ଗାଁରେ କେତେ ଗଛ ଅଛି। ତେଣୁ ଗାଁ ପୁରା ସବୁଜମୟ ଦେଖାଯାଉଛି। ଆଉ ଏହାର ପରିବେଶ ଭାରି ସୁନ୍ଦର ଦେଖାଯାଉଛି। ତେଣୁ ଆମେ ମଧ୍ୟ ଆମ ଗାଁର ଚାରିପାଖରେ ବା ଆମ ପରିବେଶର ଚାରିପାଖକୁ ସଫା ସୁତୁରା ରଖିବା। ଆଉ ଗଛ ଲଗେଇକି ଆମ ପରିବେଶକୁ ସବୁଜମୟ କରିବା।